କେନ୍ଦୁଝରର ପାଟଣାରେ ହେବ ମେଗା ଷ୍ଟିଲ୍ ପ୍ଲାଣ୍ଟ। କଥାଟିକୁ ତ ଆପଣମାନେ ସୋସିଆଲ ମିଡ଼ିଆରୁ ବହୁତ ଥର ଶୁଣିଥିବେ। ରାଜ୍ୟର ମୁଖ୍ୟମନ୍ତ୍ରୀ ଯଦି ତା ପଛରେ ପଡ଼ିଛନ୍ତି ତାହେଲେ ସିଏ ହେବ ସୁନିଶ୍ଚିତ। ବିଗତ 15 ବର୍ଷ ଭିତରେ 45ଟି ବଡ଼ ବଡ଼ କମ୍ପାନୀ ଓଡ଼ିଶା ଛାଡ଼ି ପଳାଇ ଯାଇଛନ୍ତି। ଯେଉଁ କମ୍ପାନୀ ଗୁଡ଼ିକ ପ୍ରଥମେ ଓଡ଼ିଶା ଆସିବା ପାଇଁ ରାଜି ହୋଇଥିଲେ, ହେଲେ ଆରମ୍ଭ ହେବା ପୂର୍ବରୁ ଅହରି ଯାଇଥିଲେ। ପସ୍କୋ, ଆର୍ସେଲର ମିତ୍ତଲ, ଷ୍ଟର୍ଲାଇଟ ଆଇରନ୍ ଆଣ୍ଡ ଷ୍ଟିଲ୍, ଭିଶାଖା ଥର୍ମାଲ ପାୱାର ଲିମିଟେଡ୍ ଭଳି ବଡ଼ ବଡ଼ କମ୍ପାନୀ ଗୁଡ଼ିକ ଓଡ଼ିଶାରେ ଖାତା ଖୋଲିବା ଆଗରୁ ଅହରି ଯାଇଥିଲେ। ଏହିସବୁ କମ୍ପାନୀ ଗୁଡ଼ିକ ଓଡ଼ିଶାରେ 2,29,622 କୋଟି ଟଙ୍କା ପୁଞ୍ଜିନିବେଶ କରିଥାନ୍ତେ, ଯାହାଦ୍ୱାରା ପରୋକ୍ଷ ଆଉ ପ୍ରତ୍ୟକ୍ଷ ଭାବରେ 72,000ରୁ ବି ଅଧିକ ନିଯୁକ୍ତିର ସମ୍ଭାବନା ଥିଲା। 72,000ରୁ ବି ଅଧିକ ଓଡ଼ିଆଙ୍କର ନିଯୁକ୍ତିକୁ ହରାଇଛି ଓଡ଼ିଶା। ବର୍ତ୍ତମାନ ପାଟଣାର ଯେଉଁ ଏରିଆ ଗୁଡ଼ିକରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ହେବାକୁ ଯାଉଛି, ସେହି ସବୁ ଏରିଆ ଗୁଡ଼ିକୁ ସେତେବେଳେ ଆର୍ସେଲର ମିତ୍ତଲ ଚିହ୍ନଟ କରିଥିଲା। ହେଲେ ଶେଷ ମୁହୂର୍ତ୍ତରେ ଆର୍ସେଲର ମିତ୍ତଲ କମ୍ପାନୀ ଖୋଲିବା ବଦଳରେ ଚୁକ୍ତିରୁ ଅହରି ଯାଇଥିଲା। ପର ମୁହୂର୍ତ୍ତରେ ଯାହା ଶୁଣିବାକୁ ମିଳିଲା, ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ବିସ୍ଥାପନ ଏବଂ ବିଭାଗ ମଧ୍ୟରେ ତାଳମେଳର ଅଭାବ ଦେଖାଦେଇଥିବା କାରଣ ପାଇଁ ସେତେବେଳେ ଆର୍ସେଲର ମିତ୍ତଲ କେନ୍ଦୁଝରର ପାଟଣାକୁ ଛାଡ଼ି ଚାଲିଯାଇଥିଲା। ଚଳିତ ବର୍ଷ ଉତ୍କର୍ଷ ଓଡ଼ିଶା ମାଧ୍ୟମରେ 16 ଲକ୍ଷରୁ ବି ଅଧିକ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ପାଇଛନ୍ତି ରାଜ୍ୟ ସରକାର। କେନ୍ଦୁଝରର ପାଟଣାରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ପାଇଁ ଜେଏସ୍ଡବ୍ଲ୍ୟୁ ଏବଂ ପସ୍କୋ ସହିତ MOU ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର। ଯେଉଁ ପ୍ରକଳ୍ପ ପାଇଁ କମ୍ପାନୀ ପ୍ରାରମ୍ଭରେ 30ରୁ 40,000 କୋଟି ଟଙ୍କାର ବ୍ୟୟ କରିବାର ଯୋଜନା ରଖିଛି, ତାହା କାମ କମ୍ପ୍ଲିଟ୍ ହେଲା ବେଳକୁ 1 ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଯାଇପାରେ। ଜେଏସ୍ଡବ୍ଲ୍ୟୁ ଏବଂ ପସ୍କୋ ଏହି ଦୁଇ କମ୍ପାନୀ ମିଳିତ ଭାବରେ ଏହି ମେଗା ଷ୍ଟିଲ୍ ପ୍ରୋଜେକ୍ଟଟିକୁ ହାତେଇଛନ୍ତି। ଏହି ମେଗା ଷ୍ଟିଲ୍ ପ୍ରୋଜେକ୍ଟଟି ପାଇଁ ପାଟଣାର ଚେମଣା ଆଉ ଯମୁନାପୋଷି ପଞ୍ଚାୟତକୁ ହିଁ କାହିଁକି ଚୁଜ୍ କରାଯାଇଛି ସେ ବିଷୟରେ ଚାଲନ୍ତୁ ଡିଟେଲ୍ସରେ ଜାଣିବା। ଚେମଣା ପଞ୍ଚାୟତର 8ଟି ଗାଁର 909 ଏକର ଜମି ଆଉ ଯମୁନାପୋଷି ପଞ୍ଚାୟତର 4ଟି ଗାଁର 584 ଏକର ଜମି, ଟୋଟାଲ 12ଟି ଗାଁର 1497 ଏକର ଜମି ଦରକାର ପଡ଼ିବ ଏହି ମେଗା ଷ୍ଟିଲ୍ ପ୍ରୋଜେକ୍ଟଟି ପାଇଁ। ଏହି ମେଗା ଷ୍ଟିଲ୍ ପ୍ଲାଣ୍ଟଟିକୁ ପ୍ରସ୍ତାବିତ ଥିବା ନୂତନ ରେଳ ଲାଇନ୍ କେନ୍ଦୁଝର ବାଦାମପାହାଡ଼ ରେଳ ପ୍ରକଳ୍ପର ଚେମଣା ରେଲୱେ ଷ୍ଟେସନ ଅତ୍ୟନ୍ତ ସହାୟକ ହେବ। ନିକଟରେ ପୁଣ୍ୟତୋୟା ମା ବୈତରଣୀ ପ୍ରବାହିତ ହେଉଛି, ଯାହାର ଜଳ ପ୍ଲାଣ୍ଟ ପାଇଁ ବେଶ୍ ସହାୟକ ହୋଇପାରିବ। ଆଉ 49 ନମ୍ବର ଜାତୀୟ ରାଜପଥ, ଯାହା କଲିକତାରୁ ମୁମ୍ବାଇ ପର୍ଯ୍ୟନ୍ତ ଲମ୍ବିଛି, ସିଏ ବି ଏହି ମେଗା ଷ୍ଟିଲ୍ ପ୍ଲାଣ୍ଟ ପାଇଁ ଅତ୍ୟନ୍ତ ସହାୟକ ହେବ। ଏଣୁକରି ପାଟଣାର ଏହି ଅଞ୍ଚଳଟି ମେଗା ଷ୍ଟିଲ୍ ପ୍ଲାଣ୍ଟ ପାଇଁ ପ୍ରକୃଷ୍ଟ ଜାଗା। ଶିଳ୍ପପତିମାନଙ୍କୁ 12ଟି ଗାଁର ଲୋକଙ୍କୁ ପ୍ରଭାବିତ କରି 1497 ଏକର ଜମି ଦେଇଦେବା ପାଇଁ ପ୍ରସ୍ତୁତ ରହିଛନ୍ତି ରାଜ୍ୟ ସରକାର। ବହୁତ ଭଲ କଥା। ହେଲେ ସାଧାରଣରେ ପ୍ରଶ୍ନ ଉଠୁଛି, କେନ୍ଦୁଝରର ମାଟି, ଜଳ, ବାୟୁ ଶିଳ୍ପ ପାଇଁ ପ୍ରଭାବିତ ହେବ। କମ୍ପାନୀ ଗୁଡ଼ିକ ଚାହିଁବେ, ସେମାନେ ପଇସା ଇନଭେଷ୍ଟ କରୁଛନ୍ତି, ତାଙ୍କୁ ପ୍ରଡକ୍ସନ୍ ଦରକାର। ତାପରେ ଏୟାର ପଲ୍ୟୁସନ୍, ୱାଟର ପଲ୍ୟୁସନ୍, ସଏଲ୍ ପଲ୍ୟୁସନ୍ ଯାହା ବି ହେଉ, ପରୋକ୍ଷ ଆଉ ପ୍ରତ୍ୟକ୍ଷ ଭାବରେ ପ୍ଲାଣ୍ଟରୁ କମ୍ ସେ କମ୍ 30-40 କିଲୋମିଟର ରେଡିୟସରେ ରହୁଥିବା ଏରିଆ ଗୁଡ଼ିକ ପ୍ରଭାବିତ ହେବ। ପ୍ଲାଣ୍ଟ ଆଖପାଖରେ ବସବାସ କରୁଥିବା ଲୋକମାନଙ୍କୁ କେମିତି ସୁରକ୍ଷା ଦିଆଯାଇପାରିବ, ତାକୁ ନେଇ ରାଜ୍ୟ ସରକାର କ'ଣ ପଲିସି ଆପଣାଉଛନ୍ତି, ତାହା ଦେଖିବାକୁ ଆମେ କେନ୍ଦୁଝରବାସୀ ଅତି ଉତ୍ସୁକତାର ସହିତ ଚାହିଁ ବସିଛୁ। କାହିଁକି ନା ବର୍ତ୍ତମାନ ସମୟରେ ବି କେନ୍ଦୁଝର ଜିଲ୍ଲାରେ 100ରୁ ଅଧିକ ଛୋଟ ବଡ଼ ମାଇନ୍ସ ଆଉ ପ୍ଲାଣ୍ଟ ରହିଛି, ଯେଉଁ କମ୍ପାନୀ ଗୁଡ଼ିକରେ ହଜାରେ ଅନିୟମିତତା ଦେଖିବାକୁ ମିଳୁଛି। କେନ୍ଦୁଝର ଜିଲ୍ଲାର ଯୁବକ ଯୁବତୀମାନେ ବେକାର ବୁଲୁଥିଲା ବେଳେ କେନ୍ଦୁଝରରେ 100ରୁ ବି ଅଧିକ ପ୍ଲାଣ୍ଟ ଆଉ ମାଇନ୍ସ ରହିଥିଲେ ମଧ୍ୟ ମେଜରିଟି ସଂଖ୍ୟାରେ ବାହାର ଏରିଆର ଲୋକମାନେ କମ୍ପାନୀ ଗୁଡ଼ିକରେ ଚାକିରି କରୁଛନ୍ତି। କେନ୍ଦୁଝରିଆ ମାନେ ଖାଲି
ପ୍ଲାଣ୍ଟ ଆଉ ମାଇନ୍ସ କାରଣ ପାଇଁ ଉପୁଜୁଥିବା ପଲ୍ୟୁସନ୍ ପାଇଁ ହନ୍ତସନ୍ତ ହେଉଛନ୍ତି। ବର୍ତ୍ତମାନର ଯୁଗ ଏଆଇର ଯୁଗ। ଦୁନିଆ କେଉଁଠି ପହଞ୍ଚିଗଲାଣି, ହେଲେ ଆମ ଯୋଡ଼ା ବଡ଼ବିଲ ରାସ୍ତାରୁ ଡଷ୍ଟ ହଟୁନାହିଁ। ଏହି ରାସ୍ତାରେ ସାଧାରଣ ଲୋକଟିଏ କେମିତି ଯାତାୟାତ କରୁଥିବ ତାହା ଅକଳ୍ପନୀୟ। ଶିଳ୍ପ କିମ୍ବା ଶିଳ୍ପାୟନର ବିରୋଧରେ ମୁଁ ନାହିଁ। ମୁଁ ଜାଣେ ପୁରା ଦୁନିଆ ଶିଳ୍ପ ଆଉ ବିଜନେସ୍ ପାଇଁ ଚାଲୁଛି। ଆମ ମାଟିରେ ଶିଳ୍ପ ହେବ, ମୁଁ ବହୁତ ଖୁସି। କେନ୍ଦୁଝରରେ ଦିନକୁ ଦିନ ବଢ଼ୁଥିବା ପ୍ରଦୂଷଣକୁ ନେଇ କେନ୍ଦୁଝରର ଭବିଷ୍ୟତକୁ ନଜରରେ ରଖି କିଛି କରିବା ଉଚିତ। ଏହାକୁ ନେଇ ଆପଣମାନଙ୍କର ମତାମତ କ'ଣ ରହିଛି କମେଣ୍ଟ ବକ୍ସରେ ନିହାତି ଜଣାନ୍ତୁ। ତାହେଲେ ଆଜିକାର ଭିଡ଼ିଓରେ ଏବେ ପାଇଁ ଏତିକି। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ସେତେବେଳେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ଧନ୍ୟବାଦ।